ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ମକର ସଂକ୍ରାନ୍ତି କେବେ ପାଳନ କରାଯିବ ଆସନ୍ତୁ ଜାଣିବା। 2026 ମସିହାରେ ମକର ସଂକ୍ରାନ୍ତି କେବେ ପଡ଼ୁଛି, ସଠିକ୍ ତାରିଖ, ପୂଜା ବିଧି ଏବଂ ଶୁଭ ସମୟ ଆସନ୍ତୁ ଜାଣିବା। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିକୁ ଏକ ଅତ୍ୟନ୍ତ ପବିତ୍ର ପର୍ବ ଭାବରେ ବିବେଚନା କରାଯାଏ। ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଦେବତା 12ଟି ରାଶି ଦେଇ ଯାତ୍ରା କରିବା ପରେ ମକର ରାଶିରେ ପ୍ରବେଶ କରନ୍ତି। ସେହି ଦିନ ମକର ସଂକ୍ରାନ୍ତି ପାଳନ କରାଯାଏ। ଏହି ଦିନ ସ୍ନାନ ଏବଂ ଦାନକୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବା ସହିତ ତାଙ୍କର ଉତ୍ତରାୟଣ ବା ଉତ୍ତର ଦିଗକୁ ପଥ ଆରମ୍ଭ ହୁଏ। ବିଶ୍ୱାସ କରାଯାଏ ଯେ ଏହି ସମୟରେ ଦେବତାମାନଙ୍କର ଦିନ ଏବଂ ରାକ୍ଷସମାନଙ୍କର ରାତି ଆରମ୍ଭ ହୁଏ। ମକର ସଂକ୍ରାନ୍ତିରେ ଖେଚଡ଼ିର ମଧ୍ୟ ବିଶେଷ ମହତ୍ତ୍ୱ ରହିଛି। ତେଣୁ ଅନେକ ସ୍ଥାନରେ ଲୋକମାନେ ଖେଚଡ଼ି ଦାନ କରନ୍ତି। ଏହି ପବିତ୍ର ଦିନରେ ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ଶୁଭ ବୋଲି ବିବେଚନା କରାଯାଏ। ସ୍ନାନ ପରେ ଗାୟତ୍ରୀ ମନ୍ତ୍ର ଜପ, ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଏବଂ ଆପଣଙ୍କର ଇଷ୍ଟ ଦେବ କିମ୍ବା ଗୁରୁ ମନ୍ତ୍ର ଜପ କରିବା ଦ୍ୱାରା ମନକୁ ଶାନ୍ତି ମିଳିଥାଏ। ବିଶ୍ୱାସ କରାଯାଏ ଯେ ଏହି ଦିନରେ କରାଯାଇଥିବା ଜପ, ତପସ୍ୟା, ଯଜ୍ଞ ଏବଂ ଦାନର ଫଳ ସାଧାରଣ ଦିନ ତୁଳନାରେ 10 ଗୁଣ ବୃଦ୍ଧି ପାଏ। ଆସନ୍ତୁ ଜାଣିବା ମକର ସଂକ୍ରାନ୍ତିର ତାରିଖ, ପୂଜା ପଦ୍ଧତି ଏବଂ ଶୁଭ ସମୟ। ମକର ସଂକ୍ରାନ୍ତି କେବେ? ମକର ସଂକ୍ରାନ୍ତି 14 ଜାନୁଆରୀ 2026 ବୁଧବାର ଦିନ ପଡ଼ୁଛି। ମକର ସଂକ୍ରାନ୍ତିର ଶୁଭ ସମୟ ହେଉଛି ଅପରାହ୍ନ 3ଟା13ରୁ ସନ୍ଧ୍ୟା 5ଟା45। ଅବଧି ସମୟ 2 ଘଣ୍ଟା 32 ମିନିଟ୍। ମକର ସଂକ୍ରାନ୍ତିରେ ମହାପୁଣ୍ୟ ସମୟ ଅପରାହ୍ନ 3ଟା13ରୁ ଅପରାହ୍ନ 4ଟା58। ମକର ସଂକ୍ରାନ୍ତି ପୂଜା ବିଧି। ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ପବିତ୍ର ନଦୀରେ ସ୍ନାନ କରିବା ଶୁଭ ବୋଲି ବିବେଚନା କରାଯାଏ। ଯଦି ନଦୀରେ ସ୍ନାନ କରିବା ସମ୍ଭବ ନୁହେଁ, ତେବେ ସ୍ନାନ ଜଳରେ ଟିକିଏ ଗଙ୍ଗା ଜଳ ମିଶାଇ ସ୍ନାନ କରନ୍ତୁ। ଏହାପରେ ସଫା ପୋଷାକ ପିନ୍ଧନ୍ତୁ ଏବଂ କପାଳରେ ରୋଲି ଏବଂ ଚାଉଳର ତିଲକ ଲଗାନ୍ତୁ। ପୂଜା ପାଇଁ ଏକ ତମ୍ବା ପାତ୍ରରେ ପାଣି ଭର୍ତ୍ତି କରନ୍ତୁ ଏବଂ ସେଥିରେ ରୋଲି, ଫୁଲ, ଗୁଡ଼ ଏବଂ କଳା ଖସା ମିଶାନ୍ତୁ। ପୂର୍ବ ଦିଗକୁ ମୁହଁ କରି ଠିଆ ହୁଅନ୍ତୁ ଏବଂ ଓମ୍ ସୂର୍ଯ୍ୟାୟ ନମଃ ମନ୍ତ୍ର ଜପ କରି ଉଦିତ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ। ଏହାପରେ ସୂର୍ଯ୍ୟ ଦେବତାଙ୍କୁ ଖସା ଲଡୁ କିମ୍ବା ଖେଚେଡ଼ି ଅର୍ପଣ କରି ପୂଜା କରନ୍ତୁ ଏବଂ ସୂର୍ଯ୍ୟ ଚାଳିଶା କିମ୍ବା କବଚ ପାଠ କରନ୍ତୁ। ଶେଷରେ ଆରତି କରନ୍ତୁ। ଏହି ଦିନରେ ଦାନର ମଧ୍ୟ ବିଶେଷ ମହତ୍ତ୍ୱ ଅଛି। ତେଣୁ ଗରିବ ଏବଂ ଅସହାୟଙ୍କୁ ଖସା, ଖେଚଡ଼ି, ଗରମ ପୋଷାକ କିମ୍ବା ଅନ୍ୟ କୌଣସି ଆବଶ୍ୟକୀୟ ଜିନିଷ ଦାନ କରନ୍ତୁ। ଓଡ଼ିଶାରେ ମକର ସଂକ୍ରାନ୍ତି ବେଳକୁ ଧାନ, ଆଖୁ ଆଦି ନୂଆ ଫସଲ ଅମଳ ହୋଇଥାଏ। ତେଣୁ ସେଦିନ ନୂଆ ଧାନରୁ ପ୍ରସ୍ତୁତ ଅପକ୍ୱ ଅରୁଆ ଚାଉଳ, ନୂଆ ଗୁଡ଼, ଛେନା, ନଡ଼ିଆ, ପାଚିଲା କଦଳୀ, ଘିଅ, କ୍ଷୀର ଇତ୍ୟାଦି ଗୋଳିଆ ଗୋଟିଏ ସୁମିଷ୍ଟ ଭୋଗ ପ୍ରସ୍ତୁତ କରି ଗୃହ ଦେବତାଙ୍କୁ ଓ ଧାନ କଳାରେ ଭୋଗ ଲଗାଯାଏ। ଏହି ଭୋଗ ମକର ଚାଉଳ ଭାବେ ପରିଚିତ। ଏହି ଭୋଗ ଖିଆଖେଇ ହୋଇ ଲୋକେ ମକର ବସନ୍ତି। କେତେକ ଅଞ୍ଚଳରେ ନୂଆ ଧାନର ଚାଉଳରେ ପ୍ରସ୍ତୁତ ପୋଡ଼ ପିଠା ସହିତ ଗୁଡ଼, କଦଳୀ, ନଡ଼ିଆ ଓ ଅରୁଆ ଚାଉଳରେ ଭୋଗ କରାଯାଇ ଦେବାଦେବୀଙ୍କ ପାଖରେ ଦିଆଯାଏ। ସୂର୍ଯ୍ୟଙ୍କ ଯୋଗୁଁ କୃଷି କ୍ଷେତ୍ରରେ ଶସ୍ୟ ଉତ୍ପନ୍ନ ହେଉଥିବାରୁ କୃଷକମାନେ ମକର ସଂକ୍ରାନ୍ତିର ପୁଣ୍ୟ କାଳରେ ସୂର୍ଯ୍ୟଙ୍କୁ ନୂତନ ଶସ୍ୟ ଅର୍ପଣ କରି ପୂଜା ଅର୍ଚ୍ଚନା କରିଥାନ୍ତି। ଏଠାରେ ପ୍ରଦାନ କରାଯାଇଥିବା ସୂଚନା ସାଧାରଣ ବିଶ୍ୱାସ, ଜ୍ୟୋତିଷ, କ୍ୟାଲେଣ୍ଡର, ଧାର୍ମିକ ଗ୍ରନ୍ଥ
ଇତ୍ୟାଦି ଉପରେ ଆଧାରିତ। ଏଠାରେ ପ୍ରଦାନ କରାଯାଇଥିବା ସୂଚନା ଏବଂ ତଥ୍ୟର ସଠିକତା କିମ୍ବା ସମ୍ପୂର୍ଣ୍ଣତା ପାଇଁ ଆମ ଚ୍ୟାନେଲ ଦାୟୀ ନୁହେଁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖା ହେବ ଆଉ ଏକ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।